କିନା ପଡ଼ିଗଲା। ଓଡ଼ିଆ ଅଭିନେତ୍ରୀ ବର୍ଷାଙ୍କ ଠାରୁ ଅଲଗା ହେଲା ପରେ ଏବେ ଅନୁଭବ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛି। ତାହେଲେ ଏବେ ସୋସିଆଲ ମିଡ଼ିଆରେ ଅନୁଭବ ମହାନ୍ତିଙ୍କ ଗୋଟିଏ ଭିଡ଼ିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଯେମିତି କରିବା ତ ଏହି ଭିଡ଼ିଓରେ ଅନୁଭବ ମହାନ୍ତି କୌଣସି କଥାକୁ ନେଇ ରାଗି ଯାଇଛନ୍ତି ଆଉ ତାଙ୍କ ମାନସିକ ଅବସ୍ଥା ଖରାପ ହେଇଥିଲା ଭଳି ଦେଖିବାକୁ ମିଳିଛି। ତାହେଲେ ଓଲିଉଡ୍ ଇଣ୍ଡଷ୍ଟ୍ରିର ନମ୍ବର 1 ଅଭିନେତା ଅନୁଭବ ମହାନ୍ତି ବହୁତ ସାରା ସିନେମାରେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତିବାରେ ସଫଳ ହୋଇପାରିଛନ୍ତି। ଦୀର୍ଘ 20 ବର୍ଷରୁ ଅଧିକ ସମୟ ହୋଇଯିବ ଅନୁଭବ ମହାନ୍ତି ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି। ବର୍ଷାଙ୍କୁ ସୁଟିଂ ସେଟ୍ରୁ ଭଲ ପାଇ ସେ ବାହା ହୋଇଥିଲେ, ହେଲେ ଏବେ ବର୍ଷାଙ୍କ ଠାରୁ ସେ ଅଲଗା ହୋଇଯାଇଛନ୍ତି। ଦୁହିଁଙ୍କ ମଧ୍ୟରେ ବୈବାହିକ ଜୀବନ ଏତେ ଭଲସେ କଟିନଥିଲା। ପରବର୍ତ୍ତୀ ସମୟରେ କୋର୍ଟର ଦ୍ୱାରସ୍ଥ ହେଲା ପରେ ଦୁହେଁ ପରସ୍ପରଙ୍କ ଠାରୁ ଏବେ ଅଲଗା ହୋଇଯାଇଛନ୍ତି। ତାହେଲେ ଆଗାମୀ ଦିନମାନଙ୍କରେ ଅନୁଭବ ମହାନ୍ତିଙ୍କର ଗୋଟିଏ ନୂଆ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ ହେବା ପାଇଁ ଯାଉଛି, ଯାହାର ନାଁ ରହିଛି କର୍ମା। ତାହେଲେ ଏହି କର୍ମା ଚଳଚ୍ଚିତ୍ରରେ ଅନୁଭବ ମହାନ୍ତିଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ତାହେଲେ ସୁଟିଂ ସେଟ୍ରେ କିଛି ଅନୁଭବ ମହାନ୍ତିଙ୍କର ଭିଡ଼ିଓ ଲିକ୍ ହୋଇଛି, ଯେଉଁଠି ଅନୁଭବ ମହାନ୍ତି ଗୋଟେ ମାନସିକ ବିକୃତ ବ୍ୟକ୍ତିଙ୍କ ଭଳି ଅଭିନୟ କରିଥିବାର ନଜର ଆସିଛନ୍ତି। ତାହେଲେ ଆସନ୍ତା ଦଶହରାରେ କର୍ମା ରିଲିଜ୍ ହେବ ଆଉ ଏହି ସିନେମାର ସୁଟିଂ ଏବେ ଜୋରସୋରରେ ଚାଲିଥିବାର ଦେଖାଦେଇଛି। ଓଲିଉଡ୍ ଇଣ୍ଡଷ୍ଟ୍ରିର ଅଭିନେତା ଅନୁଭବ ମହାନ୍ତି ଓଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ବହୁତ ସାରା ସିନେମାରେ ଅଭିନୟ କରିଛନ୍ତି। ଗତ ସିନେମା କୁହୁଡ଼ିରେ ଅନୁଭବଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା। ରଜରେ ରିଲିଜ୍ ହୋଇଥିବା କୁହୁଡ଼ି ଅନୁଭବ ମହାନ୍ତିଙ୍କର ଗୋଟିଏ ସଫଳ ଚଳଚ୍ଚିତ୍ର ରହିଥିଲା, ଯାହାକୁ ସାରା ଓଡ଼ିଶାର ଲୋକମାନେ ବେଶ୍ ଅଧିକ ଭଲ ପାଇବା ଦେଇଥିଲେ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ ଅନୁଭବ ମହାନ୍ତି କେମିତି ଲାଗନ୍ତି, ତାଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ, ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଏଭଳି ଓଲିଉଡ୍ ସମ୍ବନ୍ଧିତ ଟେକ୍ନିକ୍ ଖବର ବିଷୟରେ ଅଧିକ ଜାଣିବାକୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ।